ମୁଁ ଭାବୁଥିଲି ଆଉ 5-6 ବି ଫୁଟିଥିଲେ ପାକିସ୍ତାନକୁ ସେ ଆସିକି ଗୋଡ ତଳେ ପଡିଥାନ୍ତା। ମୁଁ କହିବା କଥା ଯେ ଆପଣ ଏକଥା ଅନୁଭବ କରୁଛନ୍ତି ଯେ ପାକିସ୍ତାନ ଆଉ ସିଜ୍ ଫାୟାର ଉଲ୍ଲଂଘନ କରିବନି, ପାକିସ୍ତାନ ପଟୁ ଆଉ ଗୁଳିଗୋଳା ବର୍ଷା ହବନି, ପାକିସ୍ତାନ ଏଥର ସୁଧୁରି ଯିବ, ଏ ଯୋଉ ସିଜ୍ ଫାୟାର ରହିଛି ବା ଯୁଦ୍ଧ ବିରାମ ରହିଛି ଏହା ଏବେ କାୟମ ରହିବ, ଆପଣଙ୍କୁ ଲାଗୁଛି ପାକିସ୍ତାନ କାରଣ କାଲି କାଲି ଏ କଥା ଡିକ୍ଲେୟାର ହବାର 3.5 ଘଣ୍ଟା ଭିତରେ ପାକିସ୍ତାନ ତାର ଅସଲ ରୂପ ଦେଖି। ନମସ୍କାର, ମୁଁ ସ୍ୱାଗତ କରୁଛି ନ୍ୟୁଜ ରୁମ୍ କୁ। ମୋ ସହିତ ଅଛନ୍ତି कर्नल संजय कुमार नायक, पूर्वतन सेना कर्मचारी एवं प्रतिरक्षा विशेषज्ञ। कर्नल संजय कुमार नायक, ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି ଯେ ଇଏ ଯୋଉ ସିଜ୍ ଫାୟାର ହେଇଛି ବା ଯୁଦ୍ଧ ବିରାମ ହୋଇଛି ୟା ପରେ ହବ କଣ? ଧନ୍ୟବାଦ ଆପଣ ଷ୍ଟୁଡିଓ ଡାକିଥିବାରୁ। ଦେଖନ୍ତୁ, ଯୁଦ୍ଧ ବିରାମ ସଡେନଲି ହେଇଗଲା। ଯୁଦ୍ଧ ବିମାନଟା ଉପରେ ସର୍ତ୍ତ କଣ ଅଛି ଏବେ ପର୍ଯ୍ୟନ୍ତ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିନାହାନ୍ତି ଏବଂ 6:30 ବେଳେ କିଛି ପିସି କରିବେ। ଆଉ ଦେଖନ୍ତୁ, ଏ ଯେ ମିଲିଟାରୀ ପର୍ସନ, ମୁଁ ତ କହୁଛି ଏଇଟା ଆଉ 2-3 ଦିନ ଠୁକିବା କଥା ପାକିସ୍ତାନକୁ। ତେଣୁ ଠିକ ଅଛି, ଯାହା ବି ଗଭର୍ଣ୍ଣମେଣ୍ଟ ଡିସିସନ ନେଇଛନ୍ତି ସେଟା ଆମେ ସ୍ୱାଗତ କରୁଛୁ। କିନ୍ତୁ ଆମ ଭରସାରେ ପିଓକେ ବାଲା ଏବଂ ବେଲୁଚିସ୍ତାନ ସବୁ ଥିଲେ, ଯେ ଯେମିତି ଇଣ୍ଡିଆ କିଛି ଆଉ 5 ଜଣ ଫୁଟିଥିଲେ ପାକିସ୍ତାନକୁ, ଯୋଉ ହୁଏତ କିଛି ବେଲୁଚିସ୍ତାନ ବାଲା ତାଙ୍କର ଫ୍ରିଡମ ଫାଇଟର ଅଛନ୍ତି, ମୁଭମେଣ୍ଟ ଅଂଶୀଦାର ଅଛନ୍ତି, ସେମାନେ କିଛି ଫାଇଦା କରିଥାନ୍ତେ। କିନ୍ତୁ ଯାହା ବି ହଉ, ଗଭର୍ଣ୍ଣମେଣ୍ଟର ଡିସିସନ। ତ ସର୍ତ୍ତ କହୁଛି, କିନ୍ତୁ ଆମେରିକାର ରାଷ୍ଟ୍ରପତି ଯୋଉ ଟ୍ରମ୍ପ ଅଛନ୍ତି, ସେ କଣ ଟ୍ୱିଟ୍ କରିଛନ୍ତି, ମୁଁ ତାଙ୍କ ସର୍ତ୍ତ ମାନିଛି, ମୁଁ ତାଙ୍କର ମଧ୍ୟସ୍ଥତା କରିବ। କିନ୍ତୁ ଆମେ ପ୍ରଥମେ କୁହାଯାଇଛି ଯେ କାଶ୍ମୀର ଉପରେ କାହାରି ମଧ୍ୟସ୍ଥତା ଦରକାର ନାହିଁ ଏବଂ କାଶ୍ମୀର ଉପରେ ଆମେ କଥା କହିବୁ ନାହିଁ। ଆମେ ଯଦି ଆଗକୁ ବିଚାର କରିବୁ, କଥା କରିବୁ, ତାହେଲେ ସେଟା ହଉଛି ପିଓକେ ଉପରେ କରିବୁ ଏବଂ ଆତଙ୍କବାଦୀ ଉପରେ କରିବୁ। ଗଭର୍ଣ୍ଣମେଣ୍ଟର ବର୍ତ୍ତମାନ ସର୍ତ୍ତ କୋଉ ସର୍ତ୍ତରେ ସିଜ୍ ଫାୟାର କରିଛି ସେଟା ଏପର୍ଯ୍ୟନ୍ତ ଜଣା ଆସିନି। ପିସି କଲେ, ତାଙ୍କର ପ୍ରେସ ମିଟ୍ କଲେ ଜଣା ପଡିବ। ଯଦି ଗଭର୍ଣ୍ଣମେଣ୍ଟ ଭାବୁଛନ୍ତି ଯେ ଆମର 26 ଜଣ ଯୋଉ ନିରୀହ ଯାତ୍ରୀ ଟୁରିଷ୍ଟ ଏବଂ 15-16 ଜଣ ଯୋଉ ନିରୀହ ଲୋକ ପାକିସ୍ତାନ ଦ୍ୱାରା ସଞ୍ଚାଳିତ ଆତଙ୍କବାଦୀ, ପାକିସ୍ତାନ ଯୋଉ ରକେଟ ମାରିଲା, ଯୋଉ 15 ଜଣ ପ୍ଲସ 26 ଜଣ ଆତଙ୍କବାଦୀ ମାରିଲେ, ତାଙ୍କୁ ଯଦି ନ୍ୟାୟ ମିଳୁଛି ଯଦି ଗଭର୍ଣ୍ଣମେଣ୍ଟ ଭାବୁଛି, ତାହେଲେ ଡିସିସନ ସେ ଠିକ ନେଇଛି। ଆପଣଙ୍କୁ ଯାହା ବି ହଉ ଲାଗୁଛି ଯେ ତାପରେ କଣ ହବ? ଆପଣଙ୍କୁ ଲାଗୁଛି ହଁ, ଯୋଉମାନେ ପହଲଗାଁର ବୈସାରନ ଘାଟିରେ ଯୋଉ 26 ଜଣଙ୍କର ଜୀବନ ଗଲା, ତାପରେ ଯୋଉଭଳି ଭାବେ ଅପରେସନ ସିନ୍ଦୁରକୁ ଆକ୍ଟିଭେଟ କରାଗଲା ଏବଂ ମିଲିଟାରୀର ଗୋଟେ ବଡ ଧରଣର ଅପରେସନ ଏବଂ ପାକିସ୍ତାନର ଏୟାରବେସ୍ ବି ନଷ୍ଟ ହେଇଛି ଏବଂ ପାକିସ୍ତାନର ଭିନ୍ନ ଭିନ୍ନ ଜାଗାକୁ ଭାରତ ଟାର୍ଗେଟ ମଧ୍ୟ କରିଥିଲା ଯୋଉ ଆତଙ୍କବାଦୀଙ୍କର 9ଟା ଠିକଣାକୁ, ଜୈସେ ମହମ୍ମଦ ଏବଂ ଆପଣଙ୍କର ଲସ୍କର ଏ ତୋଇବା ଏବଂ ହିଜବୁଲ ମୁଜାହିଦିନର ଯୋଉ କ୍ୟାମ୍ପ ଗୁଡିକୁ ଟାର୍ଗେଟ କରିଥିଲା। ଆପଣ ଏଥିରେ ଇଏ ପୁରା ପ୍ରୋସେସରେ ବା ଅପରେସନ ସିନ୍ଦୁରର ଯୋଉ ଇଏ କାର୍ଯ୍ୟକ୍ରମ ରହିଥିଲା ବା ଯୋଉଭଳି ଭାବେ ଭାରତ ପ୍ରତିଶୋଧ ନେଇଥିଲା, ସେଥିରେ ଆପଣ ଖୁସି ଅଛନ୍ତି କର୍ଣ୍ଣଲ? ଦେଖନ୍ତୁ, ଆଜ ଏ ସିଟିଜେନ, ଇଣ୍ଡିଆନ ସିଟିଜେନ, ମୁଁ ତ ଗଭର୍ଣ୍ଣମେଣ୍ଟର ଡିସିସନକୁ ସ୍ୱାଗତ କରୁଛି। କିନ୍ତୁ ମୁଁ ଏକ ମିଲିଟାରୀ ଆର୍ମ ଫୋର୍ସ ହେଇଥିବାରୁ ମୁଁ ଏଥିରେ ଟିକେ ହ୍ୟାପି ନାହିଁ, କାହିଁକିନା ମୁଁ ଭାବୁଥିଲି ଆଉ 5-6 ବି ଫୁଟିଥିଲେ ପାକିସ୍ତାନକୁ ସେ ଆସିକି ଗୋଡ ତଳେ ପଡିଥାନ୍ତା। ଯାହା ବି ହଉ, କିନ୍ତୁ ତାଙ୍କୁ ନ୍ୟାୟ ମିଳିଛି ନ ମିଳିଛି ମୁଁ ତ କହିଦେଲେ ହବନି। ଗଭର୍ଣ୍ଣମେଣ୍ଟ ଡିସିସନ ନେଇଛନ୍ତି, ସେ ଭାବୁଥିବେ ଯେ ତାଙ୍କୁ ନ୍ୟାୟ ମିଳିଛି। କିନ୍ତୁ ଏଇ ସମୟଟା ମୁଁ ପ୍ରଥମେ ମଧ୍ୟ ଆପଣ ଚ୍ୟାନେଲରେ କହିଛି ଯେ ଦିସ୍ ଇଜ ଦ ପରଫେକ୍ଟ ଟାଇମ ଟୁ ରିଅକ୍ୟୁପାଇ ପିଓକେ। ତେଣୁ ମୁଁ ଭାବିଥିଲି, ମୁଁ ଖାଲି ଭାବିନି, ମୋ ସହିତ ଆଉ କେତେ ଲୋକ ଭାବିଥିଲେ ଯେ ଆମେ ପିଓକେ ଏଥର ନେଇ ନବୁ। କିନ୍ତୁ ଗଭର୍ଣ୍ଣମେଣ୍ଟ ସଡନଲି ଡିସିସନ ନେଲେ ଯେ ଆମେ ସିଜ୍ ଫାୟାର କରିବୁ ଏବଂ କୋଉ ସର୍ତ୍ତରେ ସିଜ୍ ଫାୟାର ହେଇଛି ସେଟା ପର୍ଯ୍ୟନ୍ତ ବ୍ରିଫିଂ ହେଇନି। ମୁଁ ମଧ୍ୟ ମୋର ଧରଣ ନାହିଁ, କିନ୍ତୁ 2-3ଟା ପଏଣ୍ଟ ଉପରେ ମୁଁ ଜାଣିଛି ଯେ ଆମେ ଆତଙ୍କବାଦୀ ନେକ୍ସଟ ଟାଇମ ଆତଙ୍କବାଦୀ ଆକ୍ରମଣ ହେଲେ ତାକୁ ଆମେ ଗୋଟେ ଯୁଦ୍ଧ ବୋଲି ଭାବିବୁ। ଦେଖନ୍ତୁ, ପ୍ରଥମେ ଇଣ୍ଡିଆର କୌଣସି ପଲିସି ଥିଲାନି, ଆତଙ୍କବାଦୀ ଉପରେ କିଛି ପଲିସି ଥିଲାନି। ଯାହା ଗଭର୍ଣ୍ଣମେଣ୍ଟ ଏବେ ଗୋଟେ ପଲିସି କରିଛନ୍ତି ଯେ ଆତଙ୍କବାଦୀ ହେଲେ, ଟେରୋରିଷ୍ଟ ଆଟାକ ହେଲେ
ଆମେ ତାକୁ ଯୁଦ୍ଧ ବୋଲି ଭାବିବୁ। ସେକେଣ୍ଡ ସିନ୍ଧୁ ନଦୀ ଇଣ୍ଡଷ୍ଟ୍ରି ଇଣ୍ଡଷ୍ଟ୍ରି ଇଣ୍ଡଷ୍ଟ୍ରିରେ ତ ସେଟା ବଳବତ୍ତର ରହିବ, କିନ୍ତୁ ଆମେରିକା ଯୋଉ ବଡ ବଡ ପ୍ରେସିଡେଣ୍ଟ କାମ ଟ୍ରମ୍ପ କରିବନି କହୁଛନ୍ତି ପାକିସ୍ତାନ। ହଁ ଆଁ, ନାଇଁ ମୁଁ କହିବା କଥା ଯେ ଆପଣ ଏକଥା ଅନୁଭବ କରୁଛନ୍ତି ଯେ ପାକିସ୍ତାନ ଆଉ ସିଜ ଫାୟାର ଉଲ୍ଲଂଘନ କରିବନି, ପାକିସ୍ତାନ ପଟୁ ଆଉ ଗୁଳିଗୋଳା ବର୍ଷା ହବନି, ପାକିସ୍ତାନ ଏଥର ସୁଧୁରି ଯିବ, ଏ ଯୋଉ ସିଜ ଫାୟାର ରହିଛି ବା ଯୁଦ୍ଧ ବିରାମ ରହିଛି ଏହା ଏବେ କାୟମ ରହିବ, ଆପଣଙ୍କୁ ଲାଗୁଛି ପାକିସ୍ତାନ? କାରଣ କାଲି କାଲି ଏ କଥା ଡିକ୍ଲେୟାର ହବାର 3.5 ଘଣ୍ଟା ଭିତରେ ପାକିସ୍ତାନ ତାର ଅସଲ ରୂପ ଦେଖେଇଛି। ନ ନେଭର। ମୁଁ ଖାଲି ନୁହଁ, ଆମର 150 କୋଟି ଲୋକ ବିଶ୍ୱାସ ପାକିସ୍ତାନକୁ ନାହିଁ। ମୁଁ ତାକୁ ପାକିସ୍ତାନ କହିବି, ତାକୁ ଆତଙ୍କିସ୍ତାନ କହିବି। ତ ବିଶ୍ୱାସ ନାହିଁ, ସେ କେବେ ବି ଚେଷ୍ଟା ଚୋଟି କରିବ। ତେଣୁ ଆଉ ସେଇଟା ସେମାନେ ଆମର ବିଜୟ ସବୁବେଳେ ଉତ୍ସବ ପାଳିଛନ୍ତି, ସେମାନେ ସେମାନେ ନିଶ୍ଚୟ ବିଜୟ କରିବ। ଉତ୍ସବ ପାଳୁଛନ୍ତି। ତାଙ୍କର ସୋସିଆଲ ଦେଖନ୍ତୁ ମିଡିଆ ଆକାଉଣ୍ଟରେ କିଛି ଅଲଗା କଥା ଚାଲୁଛି ଯେ ପାକିସ୍ତାନ ଏକଦମ ଠିକ ଅଛି, ଭାରତ ପଛେଇ ଯାଇଛି, ସେମାନେ ଜିତି ଯାଇଛନ୍ତି। ସେହବାଜ ସରିଫ ତାଙ୍କର ଯେ ପ୍ରଧାନମନ୍ତ୍ରୀ କାଲି ସମସ୍ତଙ୍କର ପାଦ ଧରି ଧରି ଧନ୍ୟବାଦ କହିଛନ୍ତି। ଚାଇନା, ରଷିଆ, ଟର୍କି, ସାଉଦି ଆରବ, ଯୁକ୍ତରାଷ୍ଟ୍ର ଆମେରିକା ସମସ୍ତଙ୍କ ଗୋଡ ଧରି ଧରି ଧନ୍ୟବାଦ ଦେଇଛନ୍ତି। କହୁଛ ଏବଂ ପରବର୍ତ୍ତୀ ସମୟରେ କହିଲେ ଆମେ ସେ କୁଆଡେ ଆମର ବଡ ବଡ ମିସାଇଲ ଗୁଡିକ ବ୍ରହ୍ମୋସ ଭଳି ମିସାଇଲ କୁ ଧ୍ୱଂସ କରିଦେଲେ, ଆମର ତୋପକୁ ମାରି ଉଡେଇ ଦେଲେ, ପାକିସ୍ତାନ କାଳେ ବିଜୟ ଲାଭ କରିଛି, ସେ ଗୋଟେ ଖୁସିରେ ପୁରା ବିଜୟ ଉତ୍ସବ ପାଳୁଛି ପାକିସ୍ତାନ। ଦେଖନ୍ତୁ ସଡନଲି ସିଜଫାୟାର କରିକି ଆମେ ବେକଫୁଟରେ ଆସିଯାଇଛୁ। ଆମେ ଥିଲୁ, ଆମେ ଡିଫେନ୍ସ ମୋଡରେ ଥିଲୁ। ପ୍ରଥମେ ଡିଫେନ୍ସ ମୋଡରେ ଥିଲୁ, ଏବେ ଆମେ ଅଫେନ୍ସିଭ ମୋଡରେ ଆସିଥିଲୁ 2 ଦିନ ତଳେ। ଆଉ 5 ଥର କୁଟିଥିଲେ ପାକିସ୍ତାନକୁ, ସିଏ ଆସିଥାନ୍ତା ଡିଫେନ୍ସିଭ ମୋଡରେ ଆସିଥାନ୍ତା। ସେ ଯାହା ବି ହଉ, ମୋଦି କିଛି ବର୍ଷ ପୂର୍ବେ କହିଥିଲେ, ପୁତିନକୁ କହିଥିଲେ, ପୁତିନକୁ କହିଥିଲେ ଯେ ଏଇଟା ଆଉ ଯୁଦ୍ଧର ସମୟ ନୁହଁ। ତେଣୁ ସିଏ ଭାବିଥିବେ ଯଦି ଆମେରିକା ମଧ୍ୟସ୍ଥତା କରୁଛି, କିନ୍ତୁ we have a good relation with ଆମେରିକା, ତ ଆମେରିକା ଯଦି ମଧ୍ୟସ୍ଥତା କରି ସିଜଫାୟାର କଲା, ତାହେଲେ ସେଟାକୁ ଆମ ଗଭର୍ଣ୍ଣମେଣ୍ଟ ମାନିଛନ୍ତି। ଏବଂ ଆଉ ଗୋଟେ କଥା, IMF ତାଙ୍କୁ 20,000 କୋଟି ଟଙ୍କା ତାଙ୍କୁ ଦେଇଛି। ତ ସେ ପଇସାଟା କୁଆଡେ ଖର୍ଚ୍ଚ ହବ? ଆତଙ୍କବାଦୀ ଉପରେ 100%। ତେଣୁ ଆତଙ୍କବାଦୀ କେବେ ପାକିସ୍ତାନଠୁ ଆସିବା ବନ୍ଦ ହବ ନାହିଁ। ନିଶ୍ଚୟ ସେ କରିବ। କାହିଁ କୁକୁର ଲାଞ୍ଜ ଯେତେ ଟାଣିଲେ ବି ସିଧା ହୁଏ ନା। ତେଣୁ ଗଭର୍ଣ୍ଣମେଣ୍ଟ, ଆମର ଭାରତୀୟ ଗଭର୍ଣ୍ଣମେଣ୍ଟ, ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ କୋଉ ସର୍ତ୍ତରେ ସିଜଫାୟାର ରାଜି ହେଲା, ମୁଁ କିଛି ମୋ ଉପରେ ନଲେଜ ନାହିଁ। 2-3ଟା ମୋ ପାଖକୁ ନଲେଜ ଆସିଛି, ଇନପୁଟ ଅଛି ଯେ ଆମେରିକାର ଯୋଉ ଭାଇସ ପ୍ରେସିଡେଣ୍ଟ ତାଙ୍କ ସହିତ କଥା ହେଇଥିଲେ। କିନ୍ତୁ ମୁଁ ଏଥିରେ ଆଇ ଏମ୍ ନଟ୍ ହ୍ୟାପି। ମୁଁ ଖୁସି ନୁହଁ ଯେ ସିଜଫାୟାର ଏତେ ଜଲ୍ଦି କରିଦେଲା। ଯଦି ଆମେ ଅଫେନ୍ସିଭ ମୋଡରେ ଥିଲୁ ଲାଷ୍ଟ 2 ଡେଜ, ତ କାହିଁକି ଆମେ ସିଜଫାୟାରରେ ରାଜି ହେଲୁ? ଆଉ 5 ଦିନ କୁଟିଥାନ୍ତୁ। ଏବେ ସୋସିଆଲ ମିଡିଆ ଚାଲିଛି, ସୋସିଆଲ ମିଡିଆ ଯୁଗ। ତେଣୁ ସେମାନେ କଣ କରୁଛନ୍ତି, ସେଇ ସବୁ ଚକ୍ରାନ୍ତ ଚାଲିଛି ଯେ ଇଣ୍ଡିଆ ଦବିଗଲା, ଆମେ ତ ଏଟମିକ ବମ୍ବର ଯୋଉ ପଇସା କମାଣ୍ଡ ମିଟିଂ ଡାକିଲୁ, ସେତେବେଳେ ଇଣ୍ଡିଆ ଡରିଗଲା। କିନ୍ତୁ ଦେଖନ୍ତୁ, ମୁଁ ଖୁସି ନୁହଁ ଏଥିରେ। ମତେ ଆଉ ଦରକାର ଥିଲା 5-6 ଦିନ ଇଣ୍ଡିଆ କୁଟିଥାନ୍ତା ପାକିସ୍ତାନକୁ। ତେଣୁ ପାକିସ୍ତାନ ବିଶ୍ୱାସ କରିବ ମାନେ ସେ ପୁଣି ଦେଖନ୍ତୁ ସିଜଫାୟାର ତୋଡିବ, ଆତଙ୍କବାଦୀ ଆଇଡିଓଲୋଜି ପଠେଇବ, ଏବଂ ତା ପାଖରେ ଫଣ୍ଡିଂ ଆସିଯାଇଛି। ଯୋଉ ଫଣ୍ଡିଂ ଆସିଛି, 4 ଦିନ ପାକିସ୍ତାନ ତାକୁ ସପୋର୍ଟ କରିପାରିବ। ହଁ, ତେଣୁ ଆମେ ଯେ ଏଇଟା ମାନିନେବୁ ଯେ ପାକିସ୍ତାନ ଫ୍ୟୁଚରରେ ଆଉ ଆତଙ୍କବାଦୀ କାମ କରିବ ନାହିଁ ଇଣ୍ଡିଆ ଭିତରେ, ସେଟା ଭୁଲ ଧାରଣା। ଦ୍ୟାଟ ଇଜ ରଙ୍ଗ। ପାକିସ୍ତାନ ତାର ଜନ୍ମଗତ ତାଙ୍କର ଆର୍ମି ଏବଂ ଗଭର୍ଣ୍ଣମେଣ୍ଟ, ତାଙ୍କର ଯୋଉ ଅଛନ୍ତି ପଲିଟିକାଲ ଲିଡର, ତାଙ୍କ ଭିତରେ ଜମୁ ନାହିଁ। ଏବେ ମୁଁ ଶୁଣିବାକୁ ପାଇଲି ତାଙ୍କର ପ୍ରଧାନମନ୍ତ୍ରୀ ଏବଂ ଆର୍ମି ଚିଫ ଯୋଉ ମୌଲାନା ମୁନିର, ତାଙ୍କ ଭିତରେ କିଛି ଜମୁନି। ତେଣୁ ଏଇ 2 ଦିନ ଭିତରେ ମୁଁ ଭାବୁଛି ସେଠି ମାର୍ଶଲ ଲ ଲାଗୁ ହବ। ୟା ପ୍ରଧାନମନ୍ତ୍ରୀକୁ ତାକୁ ବାହାର କରି ଭିତରେ ପାକିସ୍ତାନରେ ସେନାର ସରକାର ଆସିବ, ସରକାର ବଦଳିବ। ମୋର ଇଏ ଆଶା, क्योंकि
ଏବେ ମଧ୍ୟ ଆର୍ମି ଖୁସି ଦେଖନ୍ତୁ କାଲି ସିଜଫାୟାର ହେଲା, ପାକିସ୍ତାନ ଗଭର୍ଣ୍ଣମେଣ୍ଟ ସିଜଫାୟାର କରେଇଲା, 4 ଘଣ୍ଟା ପରେ ପୁଣି ସିଜଫାୟାର ତୋଡ଼ିଲେ, ଆର୍ମି ମାନେ ପୁଣି ଆମର LOC ରେ ଆସି ଗୁଳିଗାର କଲେ। ଯଦି ଯଦି ତାଙ୍କର ଗଭର୍ଣ୍ଣମେଣ୍ଟ ଏଗ୍ରି ହଉଛନ୍ତି ସିଜଫାୟାର ପାଇଁ, ତ ଆର୍ମି କାହିଁ କାଲି 4 ଘଣ୍ଟା ଇଏ କଲା, ଆମର ସିଜଫାୟାର କାହିଁ ତୋଡ଼ିଲା? ତେଣୁ ତାଙ୍କ ଭିତରେ ସମନ୍ୱୟ ନାହିଁ। ଜଲ୍ଦି ସେ ଆମର ଶହୀଦ ଯିଏ ଅଛି ସେ ଚାଲିଯିବେ ଏବଂ ସେଠି ରୁଲ ଆସିବ, ମାର୍ଶାଲ ରୁଲ ଆସିବ। ଇଏ ଆଉ କାହାକୁ ପ୍ରଧାନମନ୍ତ୍ରୀ ବନେଇବେ, ମେ ବି ବିର୍ଲା ଭୋଟ ହୋଇପାରେ, ବିର୍ଲା ଭୋଟ ହୋଇପାରେ, ଏ ଟୁ ଜେଡ୍। ମୁନିର ଗୋଟେ ଉଚ୍ଚ ଆକାଂକ୍ଷା ବ୍ୟକ୍ତି, ତାର ଆକାଂକ୍ଷା ଅଛି ଯେ ଯେମିତି ସେ ଗୋଟେ ହୋପ କରିଛି ଯେ ମୁଁ ମୁଶରଫ ଫିରି ମୁଁ ପ୍ରେସିଡେଣ୍ଟ ହେବି, ତ ତାଙ୍କ ଭିତରେ ସମନ୍ୱୟ ନାହିଁ। ଆଉ ଇଣ୍ଡିଆକୁ କେବେ ବି ବ୍ୟାକଫୁଟରେ ଆସିବା କଥା ନଥିଲା, ଆଉ କିଛି ଦିନ ଥିଲେ ତାକୁ ସେ ସାବାଡ ହେଇଥାନ୍ତା। ଆଉ ଆମ ଭରସାରେ ଥିଲେ ପିଓକେ ପର୍ସନ ଏବଂ ବେଲୁଚିସ୍ତାନ, ତାଙ୍କ ମନରେ କଣ ଆସିଲା? ସେମାନେ ଆମ ଭରସାରେ, ଆମର ସାହସରେ ସେମାନେ ତାଙ୍କ ଆର୍ମି ସହିତ ଯୁଦ୍ଧ କରୁଥିଲେ। ଏବେ ଯେତେବେଳେ ସିଜଫାୟାର ହେଲା, ଏବେ 100% ପାକିସ୍ତାନ ଆର୍ମି ସେମାନଙ୍କୁ କୁଟିବ ଏବଂ ବହୁତ ନିର୍ଯାତନା ଦବ। ତେଣୁ ମୋ କିନ୍ତୁ ମତରେ ଦେଖନ୍ତୁ କିନ୍ତୁ ଗଭର୍ଣ୍ଣମେଣ୍ଟ ବେଲୁଚ କଣ ଆର୍ମି କହିଲେ? ଲଗାତାର ପାକିସ୍ତାନ ଆର୍ମିକୁ ହଇରାଣ କରୁଛି। ଯାହା ଖବର ଅଛି ଯେ ବେଲୁଚିସ୍ତାନର ପାଖାପାଖି 39ଟି ଜାଗାରେ ବେଲୁଚ ଆର୍ମି, ପାକିସ୍ତାନ ଆର୍ମି ସେନା, ପାକିସ୍ତାନ ଆର୍ମି ପୋଷ୍ଟ, ହାଇୱେ ଏ ସବୁ କବ୍ଜା କରୁଛି ଏବଂ ପାକିସ୍ତାନ ଆର୍ମି ଉପରେ ବର୍ଷୁଛି ବେଲୁଚ ଲିବରେସନ ଆର୍ମି। ବେଲୁଚ ଲିବରେସନ ଆର୍ମିର ଯିଏ ରହିଛନ୍ତି ତାଙ୍କର ଯୋଉ ପ୍ରେସ ମିଟ୍ ଆସେ ସେଥିରେ ଜିଆନ ବେଲୁଚ ଏକଥା ଯେ ତାଙ୍କର ମୁଖପାତ୍ର ଜିଆନ ବେଲୁଚ ଏକଥା କ୍ଲିୟର କରୁଛନ୍ତି ଯେ ବେଲୁଚିସ୍ତାନରେ ଲଗାତାର ଭାବେ ଅପରେସନ ଜାରି ରହିଛି ପାକିସ୍ତାନ ସେନା ବିରୋଧରେ। ये बलूच ଦେଖ जो आंदोलन पाकिस्तान ଭିତରେ ତୀବ୍ରତର ରହୁଛି, ଡକ୍ଟର ମେହରନ ବେଲୁଚ, ମିରୟାର ବେଲୁଚ ଇଏ ଲଗାତାର ୟାଙ୍କର ପୋଷ୍ଟ ଆସୁଛି ଏବଂ ଏମାନେ ପାକିସ୍ତାନ ସରକାର ବିରୋଧରେ ବେଲୁଚିସ୍ତାନରେ ପ୍ରଚୁର ନିଆଁ ଜଳୁଛି। ଦେଖନ୍ତୁ ଭାରତ ବେଲୁଚିସ୍ତାନ ଗୋଟେ ଫ୍ରିଡମ ଟିକେ ଫାଇଟର ସାହାଯ୍ୟ ଗୋଟେ ଗ୍ରୁପ। ମିଳିଥାନ୍ତା, ମତେ ଲାଗୁଛି ଯେ ବେଲୁଚ ସ୍ୱାଧୀନ ହେଇସାରିଥାନ୍ତା। ନାଇଁ ଏଭଳି କି ନାଇଁ ଦେଖନ୍ତୁ ବେଲୁଚ ଗୋଟେ ବେଲୁଚିସ୍ତାନ ୟା PKP ଗୋଟେ ଗୋଟେ ଗ୍ରୁପ, ସେମାନେ ଦେଶର ଆର୍ମି ସହିତ ଲଢି ପାରିବେ ନାହିଁ, ତାଙ୍କୁ ସପୋର୍ଟ ଦେବା ଦରକାର, ତାଙ୍କ ବ୍ୟାକୟାର୍ଡରେ ସପୋର୍ଟ ମିଳିବା ଦରକାର। କିନ୍ତୁ ତାଙ୍କ ବିଶ୍ୱାସ ଥିଲା ଯେ ଇଣ୍ଡିଆ ପାକିସ୍ତାନ ଯୋଉ କନଫ୍ଲିକ୍ଟ ହଉଛି, ସେମାନେ କିଛି ସୁଯୋଗ ନେଇଥାନ୍ତେ, କିନ୍ତୁ ଏତେଟା ନେଇପାରିଲେ ନାହିଁ। ଆଉ ମୋ ମତରେ ମୁଁ ଆଜି ବି ଏବେ ବି କହୁଛି, ଆଉ ଖାଲି 5 ଦିନ ଯଦି କୁଟିଥାନ୍ତା ଇଣ୍ଡିଆ, ତାହେଲେ ପାକିସ୍ତାନ ନିଜ ଇଏ ପାଖରେ ଏବଂ ପିଓକେ ପାର୍ଲାମେଣ୍ଟ ଭିତରେ ଆମର ହୋମ ମିନିଷ୍ଟର ଅମିତ ଶାହ କହିଥିଲେ ଯେ ଆମେ ପିଓକେ କୁ ନବୁ। ତ ଏଇ সময়ଟା ଥିଲା ପିଓକେ ନେବାର ସୁଯୋଗ ସମୟ, କିନ୍ତୁ ଏଟା ହାତ ଛଡା ହେଇଗଲା। କିନ୍ତୁ ଦେଖନ୍ତୁ ଆମେରିକା କମ ସର୍ତ୍ତ ଉପରେ ଇଣ୍ଡିଆ ଏବଂ ପାକିସ୍ତାନକୁ ରାଜି କରିଛି ସିଜଫାୟାର ପାଇଁ, ଏତେ ପର୍ଯ୍ୟନ୍ତ ତାର ଆସିନି। କିନ୍ତୁ ଆମେ ଗୋଟେ କଥା କହୁଛୁ, ମୋଦିଜୀ କହିଥିଲେ ଯେ ସମୟଟା ଯୁଦ୍ଧର ସମୟ ନୁହଁ, ଏଇ କଥା କହି ମୋଦିଜୀ ଫସି ଯାଇଥିଲେ। ତେଣୁ ତାଙ୍କ ପାଖରେ ସିଜଫାୟାର ଏକ ଏକ୍ସେପ୍ଟ କରିବାରେ ତାଙ୍କର ଗୋଟେ ଥିଲା। କିନ୍ତୁ ଏବେ ବି ଆମର ଆର୍ମ ଫୋର୍ସ ସଜାଗ ଅଛନ୍ତି, ଆଲର୍ଟ ଅଛନ୍ତି। ଯଦି ପାକିସ୍ତାନ ଦୁଃସାହସ କରେ, ତାହେଲେ ତା ମୁହଁ ତୋड़ ଜବାବ ମିଳିବ। ଆଉ ଆପଣଙ୍କୁ ଧନ୍ୟବାଦ ସେମାନେ ଗୋଟେ ଆଜି ମୁଁ କହୁଛି ଆଜ୍ଞା। ଯେ କେବେ ବି ପାକିସ୍ତାନ ଆତଙ୍କବାଦୀ ଏବଂ LOC ରେ ଗୁଳିଗାର କରିବାର ସୁଯୋଗ ଅଛି, କେବେ ବି ବନ୍ଦ କରିବ ନାହିଁ। ତାର ମେନ୍ ହଉଛି ତାର ପଲିଟିକାଲ ଯୋଗୁଁ, ତାର ଆର୍ମି ମାନଙ୍କର ମେନ୍ ହଉଛି ଆତଙ୍କବାଦୀ। ତାଙ୍କର ଆର୍ମି ଅଫିସର କେତେ ଆତଙ୍କୀ ଡ୍ରେସ ଅଛନ୍ତି ଏବଂ କେତେ ଆତଙ୍କୀ ତାଙ୍କ ଆର୍ମି ଡ୍ରେସରେ ଅଛନ୍ତି, ଆପଣ ଭାବି ପାରିବେ ନାହିଁ। ତେଣୁ ଏଟା ଭୁଲ ଧାରଣା ଯେ ପାକିସ୍ତାନ ଆଉ ଆତଙ୍କବାଦୀ ଘଟଣା ଇଣ୍ଡିଆରେ ଘଟିବ, କିନ୍ତୁ ଧନ୍ୟବାଦ କରିବ। କର୍ଣ୍ଣଲ ପ୍ରଦୀପ ନାୟକ, ଆପଣ ଆମ ସହିତ ରହିଲେ ଏବଂ ଇଏ ଅସ୍ତ୍ର ବିରତି ପରେ କୋଉଭଳି ଭାବେ ସିଚୁଏସନ ରହିବ ଏ ବିଷୟରେ ଆପଣ ଆମ ସହିତ ଆଲୋଚନା କରୁଥିଲେ। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।